ପିଠା ଖାଇବା ପାଇଁ ଇଚ୍ଛା ହେଲେ କିମ୍ବା ମିଠା ଖାଇବା ପାଇଁ ଇଚ୍ଛା ହେଲେ ମାତ୍ର ଅଧା କପ୍ ସୁଜି ଆଉ କ୍ଷୀରରୁ ବନାନ୍ତୁ ଏଇ ନରମ ତୁଲତୁଲିଆ ମିଠା ବା ପିଠା। ପାଟିରେ ଦେଲେ ମିଳେଇଯିବ। ଯେକୌଣସି ପର୍ବପର୍ବାଣୀ ଦିନରେ ହଉ କିମ୍ବା ଏମିତି ନୀତିଦିନ ବହୁତ କମ୍ ସମୟରେ ବନେଇ ପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଯେକୌଣସି ପିଠା କିମ୍ବା ମିଠା ବନେଇବା ପାଇଁ ପ୍ରଥମେ ଘରେ ଥିବା ଯେକୌଣସି ଗୋଟେ କପ୍ କିମ୍ବା ଗିନା ସେଟ୍ କରନ୍ତୁ। ସେ ଗିନା କିମ୍ବା କପ୍ରେ ମାପ କରି ସବୁ ଜିନିଷ ଦେବେ। ପିଠା କିମ୍ବା ମିଠା ପୁରା ପରଫେକ୍ଟ ବନିବ। ମୁଁ ଏଇ କପ୍ରେ ମାପ କରି ଅଧା କପ୍ କଞ୍ଚା ସୁଜି ନେଇଛି। ମୋଟା ପତଳା ଯେକୌଣସି ସୁଜି ନେଲେ ବି ଚଳିବ। ଏଇଠି ଦେଖନ୍ତୁ ମେଜରିଂ କପ୍ରେ ମାପ କଲି ଅଧା କପ୍ ସୁଜି, ତାମାନେ 100 ଗ୍ରାମର ସୁଜି। ଏତିକି ସୁଜିରୁ ଆଜି ଆମେ ପିଠା ବନେଇବା। ଚାଲନ୍ତୁ ପିଠା ବନେଇବା ଷ୍ଟାର୍ଟ କରିବା। ପ୍ରଥମେ ଜନ୍ତୁଣୀ ବନେଇବା। ତା ପାଇଁ ଗୋଟେ ମୋଟା କଢ଼େଇ ନେବେ, ଜନ୍ତୁଣୀ କଢ଼େଇ ତଳେ ଲାଗିବ ନାହିଁ। ତାପରେ ଯେଉଁ କପ୍ରେ ମାପ କରି ଅଧା କପ୍ ସୁଜି ନେଇଥିଲେ ସେମ୍ କପ୍ରେ ମାପ କରି ଗୋଟେ କପ୍ କ୍ଷୀର ଦେବା। କ୍ଷୀର ବଦଳରେ ଆପଣମାନେ ପାଣି ଦେଇପାରିବେ, କିନ୍ତୁ କ୍ଷୀର ଦେଲେ ପିଠାର ଟେଷ୍ଟ ବହୁତ ବଢ଼ିଆ ଆସିବ। ଏଇ ଭାଗ ମାପ ମନେ ରଖିବେ। ପିଠାରେ ମିଠା ପାଇଁ ଗୋଟେ ବଡ଼ ଚାମଚ ଚିନି ଦେବା। ତାପରେ ସୁଜିକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ପିଠାରେ ଭଲ ବାସ୍ନା ପାଇଁ 1ରୁ 2ଟି ଗୁଜୁରାତିକୁ ଛେଚିକି ଦେବା। ତାପରେ ଅଧା ଛୋଟ ଚାମଚ ଗୁଆ ଘିଅ ଦେବା। ଅଳ୍ପ ଘିଅ ଦେଲେ ଜନ୍ତୁଣୀ କଢ଼େଇରୁ ସହଜରେ ଛାଡ଼ିଯିବ। ତା ଛଡ଼ା ପିଠାରେ ବହୁତ ବଢ଼ିଆ ବାସ୍ନା ଆସିବ। ଯଦି ଘିଅ ପସନ୍ଦ କରୁନଥିବେ ତାହେଲେ ଦେବେ ନାହିଁ। ତାପରେ ସବୁ ଜିନିଷକୁ ଗୋଳେଇ ନେବା। ଏବେ ହାଇ ଫ୍ଲେମ୍ରେ କ୍ଷୀରକୁ ଫୁଟିବା ପାଇଁ ଛାଡ଼ିବା। କ୍ଷୀର ଥରେ ଫୁଟି ଆସିଲେ ଆମେ ଗ୍ୟାସ୍ର ଫ୍ଲେମ୍ ପୁରା ଲୋ ରଖିବା। ନେଇଥିବା ସୁଜିକୁ ଗୋଟେ ହାତରେ ଅଳ୍ପ ଅଳ୍ପ ସୁଜି ଦେବେ, ଅନ୍ୟ ହାତରେ ଲଗାତାର ଘାଣ୍ଟିବେ। ଲୋ ଫ୍ଲେମ୍ରେ ଲଗାତାର ଘାଣ୍ଟିବେ, ଘାଣ୍ଟିବା ଜମା ବି ଛାଡ଼ିବେ ନାହିଁ। ଘାଣ୍ଟିବା ଛାଡ଼ିଦେଲେ ଜନ୍ତୁଣୀରେ ବିଣ୍ଡା ଆସିଯିବ। ଲୋ ଫ୍ଲେମ୍ରେ 5ରୁ 6 ମିନିଟ୍ ଘାଣ୍ଟିବା ପରେ ଧୀରେ ଧୀରେ ସୁଜି ବହଳିଆ ହେଇଯିବ, କଢ଼େଇରୁ ଛାଡ଼ିଯିବ। ଯେତେବେଳେ ସୁଜି କଢ଼େଇର ଚାରିପଟରୁ ଛାଡ଼ିଯିବ ଆଉ ଗୋଟେ ଜାଗାରେ ଗଦା ହେଇଯିବ, ସେତେବେଳେ ଜାଣିବେ ଜନ୍ତୁଣୀ ହେଇଗଲା ବୋଲି। ଜନ୍ତୁଣୀକୁ ବାହାରକୁ ବାହାର କରି ଆଣିବେ। ଯେଉଁ ପ୍ଲେଟ୍ରେ ଜନ୍ତୁଣୀକୁ ରଖିବେ ପ୍ରଥମେ ଅଳ୍ପ ଘିଅ ଲଗାଇ ରଖିବେ, ଜନ୍ତୁଣୀ ସେଇ ପ୍ଲେଟ୍ରେ ଲାଗିବ ନାହିଁ। ତାପରେ ଜନ୍ତୁଣୀକୁ ହାଲକା ଥଣ୍ଡା ହେବା ପାଇଁ ଛାଡ଼ିବା, ପୁରା ଥଣ୍ଡା କରିବା ନାହିଁ। ଯେତେବେଳେ ହାତରେ ଛୁଇଁ ପାରିବେ ସେତେବେଳେ ପିଠା ବନେଇବା ଷ୍ଟାର୍ଟ କରିବା। ଅଳ୍ପ ଘିଅ ଦେବା। ତାପରେ କେବଳ ଗୋଟେ ପିଞ୍ଚ ଖାଇବା ସୋଡ଼ା ବା ମିଠା ସୋଡ଼ା ଦେବା। ଜମା ଅଧିକ ସୋଡ଼ା ଦେବେ ନାହିଁ, ନହେଲେ ପିଠାକୁ ଯେତେବେଳେ ତେଲରେ ଛାଣିବା ସମୟରେ ତେଲରେ ଫାଟିଯିବ। ଅଳ୍ପ ଖାଇବା ସୋଡ଼ା ଦେଲେ ପିଠା ପୁରା ନରମ ବନିବ। ତାପରେ ଜନ୍ତୁଣୀକୁ ପୁରା ଚିକଣ କରି ଚକଟି ନେବା। ଜନ୍ତୁଣୀ ଚିକଣ ରହିଲେ ପିଠା ଜମା ଫାଟିବ ନାହିଁ। ତାପରେ ଜନ୍ତୁଣୀରୁ ଅଳ୍ପ ଅଳ୍ପ ଆଣି ଯେମିତି ଆମେ ଗଇଁଠା ପିଠା ବନଉ ସେମିତି ଛୋଟ ଛୋଟ ଗୋଲା ବନେଇବା। ଧ୍ୟାନ ରଖିବେ ଗୋଲାରେ ଯେମିତି ଫାଟ ରହିବ ନାହିଁ। ଫାଟ ରହିଲେ ତେଲରେ ଯେତେବେଳେ ଛାଣିବା ସେ ଗୋଲା ଆମର ତେଲରେ ଫାଟିଯିବ। ଦର୍ଶକ ବନ୍ଧୁ, ଆପଣମାନେ କେଉଁଠୁ ଭିଡ଼ିଓ ଦେଖୁଛନ୍ତି ଦୟାକରି ମୋତେ କମେଣ୍ଟସ୍ କରି ଜଣାଇବେ, ତାହେଲେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଇ ପାରିବି। ଜନ୍ତୁଣୀରେ ଥିବା ଗୁଜୁରାତି ଚୋପାକୁ ବାହାରକୁ ବାହାର କରିଦେବେ। ପିଠା ଭିତରେ ରହିଲେ ପିଠାରେ ଫାଟ ଆସିଯିବ। ଏଇଠି ଦେଖନ୍ତୁ ସବୁ ପିଠାକୁ ଆମେ ବନେଇ ନେଲେ। ପିଠା ଗୁଡ଼ିକ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଏବେ ଚାଲନ୍ତୁ ଗ୍ୟାସ୍ ଉପରେ ଗୋଟେ ମୋଟା କଢ଼େଇ ବସେଇବା। ସେଇ କଢ଼େଇରେ ପ୍ରଥମେ 4-5 ଚାମଚ ପାଣି ଦେବା। ପ୍ରଥମେ ପାଣି ଦେଇ ତାପରେ କ୍ଷୀର ଦେଲେ କ୍ଷୀର କଢ଼େଇ ତଳେ ଲାଗିନଥାଏ। ତାପରେ କଢ଼େଇରେ ଅଧା ଲିଟର କ୍ଷୀର ଦେବା। 100 ଗ୍ରାମ ସୁଜି ଆମେ ନେଇଥିଲେ, ତା ପାଇଁ ଅଧା ଲିଟର କ୍ଷୀର ଦେବେ। ଭାଗ ମାପ ପୁରା ସଠିକ୍ ରହିବ। ପିଠାରେ ମିଠା ପାଇଁ 3 ବଡ଼ ଚାମଚ ଚିନି ଦେବା। ଏତିକି ଚିନିରେ ପିଠା ପୁରା ପରଫେକ୍ଟ ମିଠା ହେଇଥିଲା। ବାକି ଆପଣ କେତେ ମିଠା ଖାଇବେ ସେଇ ହିସାବରେ ଚିନି କମ୍ ଅଧିକ ଦେଇପାରିବେ। କ୍ଷୀର ବି ମିଠା ଲାଗିବ, ଧ୍ୟାନ ରଖି ଚିନି ଦେବେ। ଏବେ କେବଳ 1ରୁ 2 ପିଞ୍ଚ ଲୁଣ ଦେବା, ଯେହେତୁ ଆମେ ମିଠା ଜିନିଷ ବନାଉଛୁ। ପିଠାରେ ଭଲ ବାସ୍ନା ପାଇଁ 1ରୁ 2ଟି ଗୁଜୁରାତିକୁ ଛେଚିକି ଦେବା। ଆପଣ ଚାହିଁଲେ ଅଳ୍ପ କେଶର ଦେଇପାରିବେ। ତାପରେ ହାଇ ଫ୍ଲେମ୍ରେ କ୍ଷୀରକୁ ଫୁଟେଇ ନେବା। କ୍ଷୀର ଥରେ ଫୁଟି ଆସିଲେ ମିଡିୟମ ଫ୍ଲେମ୍ରେ 5ରୁ 7 ମିନିଟ୍ ପର୍ଯ୍ୟନ୍ତ କ୍ଷୀରକୁ ଆମେ ଫୁଟେଇବା। କ୍ଷୀର ଫୁଟିବା ଭିତରେ ସେପଟେ ଚାଲନ୍ତୁ ଗ୍ୟାସ୍ ଉପରେ ଗୋଟେ କଢ଼େଇରେ ଅଳ୍ପ ତେଲ ଗରମ କରିବା। ତେଲକୁ ମିଡିୟମ ହାଇ ଫ୍ଲେମ୍ରେ ଭଲ ଭାବରେ ଗରମ କରିବା। ତେଲ ଗରମ ହେଇ ଆସିଲେ ଆମେ ବନେଇଥିବା ପିଠା ଗୁଡ଼ିକୁ ଦେବା। ଏକାଥରେ ଯେତିକି ପିଠା ଧରିବ ସେତିକି ପିଠା ଦେବେ। ପିଠା ଦେବା ପରେ ଦେଖିବେ ତେଲର ଟେମ୍ପରେଚର କମିଯିବ। ସେଥିପାଇଁ ମିଡିୟମ ଫ୍ଲେମ୍ରେ ପ୍ରଥମେ 2 ମିନିଟ୍ ପର୍ଯ୍ୟନ୍ତ ପିଠାର ତଳପଟକୁ ଛାଣିବା। 2 ମିନିଟ୍ ପର୍ଯ୍ୟନ୍ତ ଜମା ବି ଖଡ଼ିକା ଲଗାଇବେ ନାହିଁ, ନହେଲେ ପିଠା ଭାଙ୍ଗିଯିବ। 2 ମିନିଟ୍ ପରେ ପିଠାର ଉପର ଅଂଶ ଟିକେ ଶୁଖିଲା ହେଇଯିବା ପରେ ଆମେ ପିଠା ଗୁଡ଼ିକୁ ତଳପଟକୁ ଓଲଟାଇବା। ତାପରେ ଲୋ ଟୁ ମିଡିୟମ ଫ୍ଲେମ୍ରେ ଏପଟ ସେପଟ କରି
ପିଠାଗୁଡ଼ିକୁ ଲାଲ କଲର ହେଲା ପର୍ଯ୍ୟନ୍ତ ଛାଣିବା। ଏତିକି ଲାଲ କଲର କରିବେ, ବେଶୀ ଲାଲ କରିବେ ନାହିଁ। ବେଶୀ ଲାଲ କଲେ ପିଠା ବେଶୀ ଟାଣ ହୋଇଯିବ, ଖାଇବା ପାଇଁ ଭଲ ଲାଗିବ ନାହିଁ। ପିଠା ଦେଖନ୍ତୁ ତେଲରେ ଜମା ଫାଟି ନାହିଁ କିମ୍ବା ଖୋଲି ନାହିଁ। ଯେତିକି ଆମେ ଖାଇବା ସୋଡ଼ା ଦେଇଥିଲେ ମାପ ପୁରା ସଠିକ। ପିଠା ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ସେପଟେ ଚାଲନ୍ତୁ କ୍ଷୀରକୁ ଚେକ୍ କରିବା। 5-7 ମିନିଟ୍ ମିଡିୟମ ଫ୍ଲେମ୍ରେ ଫୁଟିବା ପରେ ଏଠି ଦେଖନ୍ତୁ କ୍ଷୀର ଆଗ ଅପେକ୍ଷା ଟିକେ ବହଳିଆ ହେଇଯାଇଛି। এই ଷ୍ଟେଜ୍ରେ এই ପିଠାକୁ ଆଉ ଟିକେ ହେଲ୍ଦି ଟେଷ୍ଟି କରିବା ପାଇଁ 2 ଚାମଚ କଟା ଡ୍ରାଇ ନଟ୍ସ ଦେବା। ଅପସନାଲ ଅଛି, ନଦେଲେ ବି ଚଳିବ, ଦେଲେ ଖାଇବା ପାଇଁ ଭଲ ଲାଗିବ। ତାପରେ ଛାଣି ରଖିଥିବା ପିଠା ଗୁଡ଼ିକୁ ଦେବା। ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଏବେ ମିଡିୟମ ଫ୍ଲେମ୍ରେ କେବଳ 4-5 ମିନିଟ୍ କଭର କରିବା, ଯାହାଦ୍ୱାରା ପିଠା କ୍ଷୀରରେ ସିଝିଯିବ। କ୍ଷୀରରେ ସିଝିଗଲେ ପିଠା ଫୁଲିଯିବ ଆଉ ନରମ ହେଇଯିବ। 4-5 ମିନିଟ୍ ପରେ ଏଠି ଦେଖନ୍ତୁ ପିଠା ଫୁଲି ପୁରା ସାଇଜରେ ଡବଲ ହେଇଯାଇଛି। କ୍ଷୀର ଏତିକି ବହଳିଆ ରଖିବେ କାହିଁକି ନା ପିଠା କ୍ଷୀର ସକ୍ କରିବ। ଚାଲନ୍ତୁ ପିଠାକୁ ଚେକ୍ କରିବା। ପିଠା ଦେଖନ୍ତୁ କେତେ ନରମ ଆଉ ତୁଲତୁଲିଆ ହେଇଛି। ପିଠା ଏମିତି ଫୁଲିଗଲେ ପିଠା ଭିତରକୁ କ୍ଷୀର ଯାଇପାରିବ, ପିଠା ଖାଇବା ପାଇଁ ଭଲ ଲାଗିବ। ଏଇ ପିଠା ହେଇଯିବା ପରେ ଆପଣମାନେ ସାଙ୍ଗେ ସାଙ୍ଗେ ବାହାରକୁ ଆଣି ଖାଇବେ ନାହିଁ, 1 ଘଣ୍ଟା ରେଷ୍ଟ କରିବା ପାଇଁ ଛାଡ଼ିବେ। ତାପରେ ଖାଇଲେ ପିଠାର ଟେଷ୍ଟ ବହୁତ ବଢ଼ିଆ ଆସିବ। ଆପଣ ଚାହିଁଲେ ବାହାରେ ରଖିପାରିବେ, ନହେଲେ 1 ଘଣ୍ଟା ଫ୍ରିଜରେ ରଖିବେ। ଏଇ ପିଠା ଟିକେ ଥଣ୍ଡା ହେଇଗଲେ ଖାଇବା ପାଇଁ ଆହୁରି ବଢ଼ିଆ ଲାଗିବ। ଏଠି 1 ଘଣ୍ଟା ମୁଁ ଫ୍ରିଜରେ ରଖିଥିଲି। 1 ଘଣ୍ଟା ପରେ ପିଠାର କଲର ଆଉ ଟେକ୍ସଚର ଦେଖନ୍ତୁ କେତେ ଡେଲିସିୟସ୍ ଦେଖାଯାଉଛି। ଭିଡ଼ିଓରେ ସେୟାର କରିଥିବା ସବୁ ଟିପ୍ସ ଫଲୋ କରି ଆସୁଥିବା ରାକ୍ଷୀରେ ବନାନ୍ତୁ। କେମିତି ଲାଗିଲା କମେଣ୍ଟସ୍ କରିବା ପାଇଁ ଜମାରୁ ଭୁଲିବେନି। ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।